ହୁଁ। ଆଜି ଆପଣ କୁଆଡେ ଆସିଲେ ଏଥିରେ? ସେକେଣ୍ଡ ମେସିନ୍ ନାହିଁ କୋଉ ମେସିନ୍ ନେଲେ? ଏଇ ଯୋଉ ଗ୍ଲୁକୋଜ ମେସିନ୍ କୋଉଟା ଏଇଟା ହଁ ଫଲକପଟା ହଁ ଫଲକପ ମେସିନ୍ ନେଇଛନ୍ତି ଗ୍ଲୁକୋଜର। ଆଜ୍ଞା ତା ସବୁ ଲସି ଫସି ଫଏଲ ସବୁ ଦେଲି ଆପଣଙ୍କୁ ଆଜ୍ଞା ଫ୍ରି କହିଥିଲି। ଆଜ୍ଞା ଏଇ ଯୋଉ 3 ବର୍ଷ ମେସିନ୍ ଚଲେଇଲେ ମେସିନ୍ କେ ପ୍ରୋବ୍ଲେମ ବାହାରିଛି? ନାଇଁ ଏବେ ବି ଠିକ ଚାଲିଛି। ଠିକ ଅଛି। ଆପଣ ଚଲଉଛନ୍ତି ନା ଘରେ କିଏ ଚଲେଇ ପାରିବେ? ନାଇଁ ଆଉ କିଏ ଘରେ ଲେଡିଜ ଚଲେଇ ପାରିବେ? ଛୋଟ ପିଲା ଚଲେଇ ପାରିବେ? କିଛି ଅସୁବିଧା ନାହିଁ ତାହେଲେ। ସବୁ ଆମ ପାଖରେ ଏବେ ଯୋଉ ସାର୍ ନେବେ ମେସିନ୍ ଟା କଣ ନେବେ ସେଥିରେ ତାଙ୍କର ବାହାରିବ ଏ ପ୍ରକାର ଲେମନ ବାହାରିବ ଗ୍ଲୁକୋଜ ଲେମନ, ଏ ପ୍ରକାର ଅରେଞ୍ଜ ଗ୍ଲୁକୋଜ ବାହାରିବ, ମ୍ୟାଙ୍ଗୋ ଗ୍ଲୁକୋଜ ବାହାରିବ, 3 ପ୍ରକାର ଗ୍ଲୁକୋଜ ବାହାରିବ, 4 ପ୍ରକାର ଲସି ବାହାରିବ। ତାଙ୍କର କଣ ବାହାରିବ? ଭେନିଲା ଲସି, ସବ୍ଜା ଲସି, ବଟରସ୍କଚ ଲସି, ମ୍ୟାଙ୍ଗୋ ଲସି, 4 ପ୍ରକାର ଲସି ବାହାରିବ, 3 ପ୍ରକାର ଗ୍ଲୁକୋଜ ବାହାରିବ, ପ୍ଲସ ବାହାରିବ କଣ? ଆଖୁ ରସ, ଲେମ୍ବୁ ସରବତ, ପଇଡ଼ ପାଣି, ଏସବୁ ଜିନିଷ ମଧ୍ୟ ତାଙ୍କ ମେସିନ୍ ଟା ବାହାରିବ। କି ଆମ ଯେତେ ଜାଗାରେ ମେସିନ୍ ଲାଗିଲାଣି ଏଇ ଲସି ହଉ କି ଗ୍ଲୁକୋଜ ହଉ, ଗ୍ଲୁକୋଜ ବି ଏତେ ଟେଷ୍ଟ ବନାହେଇଛି ଦୋକାନ ବାଲା ନିଜେ କହୁଛନ୍ତି ସାର୍ ଏ ଗ୍ଲୁକୋଜ ଆଗରେ ବ୍ରାଣ୍ଡ କମ୍ପାନୀ ଗ୍ଲୁକୋଜ କିଛି ନାହିଁ, ସେ ଟେଷ୍ଟ ଆମେ ଧରିବୁ। ପ୍ଲସ୍ କଣ ଯିବ ଯେତିକି କପ୍ ଫଏଲ ଫ୍ଲେଭର ଯେତିକି ଜିନିଷ ଦେବି ଆପଣ ଫ୍ରିରେ ସେତିକି ଆପଣ ବନେଇ ବିକିଲା ବେଳୁ ଆପଣଙ୍କର 51,000 ବେପାର ବି ହେଇଯିବ। ସେଥି ସହିତ ସିଙ୍ଗଲ କପ୍ ମେସିନ୍ ହଉଛି 60,000, ତା ସହିତ ପାଉଚ୍ ମେସିନ୍ ହଉଛି ଫ୍ରି ଯାଉଛି। ଜୟ ଜଗନ୍ନାଥ। ମୋ ଫାର୍ମ ଅଛି ମୁସ୍କାନ ଏଣ୍ଟରପ୍ରାଇଜେସ୍। ମୋ ନାଁ ହେଉଛି ରବି ନାରାୟଣ ସାବତ। ଆମର ଅଫିସ ଆଡ୍ରେସ୍ ହେଉଛି ଗଞ୍ଜାମ, ବ୍ରହ୍ମପୁର, ଲୋଚାପଡ଼ା, କାଳୀମନ୍ଦିର ପାଖରେ। ଆମର ଜଣେ ଆଜି ସମ୍ବଲପୁର ସାର୍ ଅଛନ୍ତି ଯିଏକି 3-4 ବର୍ଷ ହେଲା ମେସିନ୍ ନେଲେଣି ଆମର। ଆଜି କୁଆଡେ ଆସିଲେ ପଚାରିବେ। ସାର୍ ନମସ୍କାର। ଆପଣ ଫାଷ୍ଟ ଥର କେମିତି ଜାଣିଥିଲେ? ଆପଣଙ୍କୁ ସେ ଭିଡିଓ ହିସାବରେ ଜାଣିଥିଲି ୟୁଟ୍ୟୁବ ଦେଖିକି। ଆପଣ ମୋର କେତେ ବର୍ଷ ହେଲା କଷ୍ଟମର ଅଛନ୍ତି? 2024 କଣ ନେଇଥିଲେ ଆପଣ? ଏଇ ଯୋଉ ମେସିନ୍ ପାଉଚ୍ ମେସିନ୍। ପାଉଚ୍ ମେସିନ୍ ନେଇଥିଲେ। ଆଚ୍ଛା, ପାଉଚ୍ ମେସିନ୍ ନେବାର 3 ବର୍ଷ ହେଲାଣି। ସେତିକି ଭିତରେ ଆପଣଙ୍କୁ ମୁଁ କେବେ ହଇରାଣ କରିଛି ର ମେଟେରିଆଲ ପାଇଁ, ଫ୍ଲେଭର ପାଇଁ, ପାଉଚ୍ ପାଇଁ କଣ ନାଇଁ କେବେ କେବେ ହଇରାଣ କରିନି? ଫୋନ କରୁ ଉଠୁଛି? ଫୋନ କରୁଛନ୍ତି ଆପଣ ଉଠଉଛନ୍ତି। ସବୁବେଳେ ର ମେଟେରିଆଲ ଆସି ନଉଛନ୍ତି ନା ମୁଁ ପଠଉଛି ବସରେ? ପଠେଇ ଦଉଛନ୍ତି ପଠଉଛି ପଇସା ପକଉ ପଠଉଛି ପଠେଇ ଦଉଛନ୍ତି। ନା ପଇସା ପକେଇ 5-10 ଦିନ ପରେ ବୁଲେଇ ନାଇଁ ବୁଲେଇ ନାଇଁ ନାଇଁ ପଠଉଛି? ପଠେଇ 24 ଘଣ୍ଟା ଭିତରେ ଆପଣ ପହଞ୍ଚିଯାବେ। ସଫିସିଏଣ୍ଟ ପଠଉଛି। ଆଚ୍ଛା, ଆପଣ ଯୋଉ ମୋର ଫ୍ଲେଭର ନଉଛନ୍ତି ସେ ଫ୍ଲେଭର ମୋର ଲାଇସେନ୍ସ ଜିନିଷ କି 2 ନମ୍ବର ଜିନିଷ ଦଉଛି ଆପଣ? ନାଇଁ ନାଇଁ ରେସ୍ପନ୍ସ ମାର୍କେଟ ରେସ୍ପନ୍ସ କେମିତି? ଭଲ ଅଛି। ଦୋକାନ ବାଲା ରେସ୍ପନ୍ସ ଠିକ କରୁଛନ୍ତି? କ୍ୱାଲିଟି ଠିକ ଅଛି? ଆଜି ଆପଣ କୁଆଡେ ଆସିଲେ ଏଥିରେ? ସେକେଣ୍ଡ ମେସିନ୍ ନାହିଁ କୋଉ ମେସିନ୍ ନେଲେ? ଏଇ ଯୋଉ ଗ୍ଲୁକୋଜ ମେସିନ୍ କୋଉଟା ଏଇଟା ହଁ ଫଲକପଟା ହଁ ଫଲକପ ମେସିନ୍ ନେଇଛନ୍ତି ଗ୍ଲୁକୋଜର। ଆଜ୍ଞା ତା ସବୁ ଲସି ଫସି ଫଏଲ ସବୁ ଦେଲି ଆପଣଙ୍କୁ ଆଜ୍ଞା ଫ୍ରି କହିଥିଲି। ଆଜ୍ଞା ଆଚ୍ଛା, ଆମର ସଫିସିଏଣ୍ଟ ଷ୍ଟକ୍ ଥାଉଛି ସବୁବେଳେ ଯେତେବେଳେ ଆପଣ ଆସିଲା ବେଳୁ ନା କମ ଥାଉଛି? ନାଇଁ ସଫିସିଏଣ୍ଟ ମାର୍କେଟ ରେସ୍ପନ୍ସ ଠିକ? ଆମ ଆଡୁ କିଛି ପ୍ରୋବ୍ଲେମ ନାହିଁ? ନାଇଁ ଏଇ ଯୋଉ 3 ବର୍ଷ ମେସିନ୍ ଚଲେଇଲେ ମେସିନ୍ କେ ପ୍ରୋବ୍ଲେମ ବାହାରିଛି? ନାଇଁ ଏବେ ବି ଠିକ ଚାଲିଛି। ଠିକ ଅଛି। ଆପଣ ଚଲଉଛନ୍ତି ନା ଘରେ କିଏ ଚଲେଇ ପାରିବେ? ନାଇଁ ଆଉ କିଏ ଘରେ ଲେଡିଜ ଚଲେଇ ପାରିବେ? ଛୋଟ ପିଲା ଚଲେଇ ପାରିବେ? କିଛି ଅସୁବିଧା ନାହିଁ ତାହେଲେ? ସବୁ ସାଟିସ୍ଫାଇଡ ଆପଣ? ଆମର ଯଦି ସବୁ ପ୍ରକାର ଭିଡିଓ ଦେଖିବାର ଅଛି, ସବୁ ପ୍ରକାର ବିଜନେସ ଦେଖିବାର ଅଛି, ଆମ ପାଖରେ ତ ଖାଲି ଜୁସ୍ ମେସିନ୍ ନାହିଁ। ଆମ ପାଖରେ ଗ୍ୟାଜେଟ ଆଇଟମ ଅଛି, ମୋବାଇଲ ଆଇଟମ ଅଛି, ଆମର ସେନ୍ସର ଆଇଟମ ଅଛି, ଆମର ଦୀପାବଳି ପାଇଁ ଦୀପ ଆଇଟମ ଆସୁଛି। ସବୁ ଜିନିଷ ଆମର ଆମ ପାଖରେ ବିଜନେସ ହେଉଛି। ଆପଣ ଯଦି ଏ ବିଜନେସ ବି ଭଲ ଲାଗୁନି ତ ମଧ୍ୟ ଅନ୍ୟ କୌଣସି ବିଜନେସ ମୋ ସହିତ କରିପାରିବେ। ଯଦି ମୋର ପର୍ସନାଲ ଆଇଡି ଦେଖିବାର ଅଛି ମୁସ୍କାନ ଏଣ୍ଟରପ୍ରାଇଜ ବ୍ରହ୍ମପୁର ୟୁଟ୍ୟୁବ ଯୋଉଟା ଦେଖୁଛନ୍ତି ଏବେ ସେ ଚ୍ୟାନେଲ ଆପଣ ସବସ୍କ୍ରାଇବ କରିକି ବେଲ ଆଇକନ ଦବାଇଦେବେ। ତାହେଲେ ଆପଣଙ୍କୁ ସବୁ ଜିନିଷ ଅପଡେଟ ସବୁବେଳେ ହେବ। ପ୍ରତି 3 ଦିନ 4 ଦିନ ଥରେ ଆମର ନୂଆ ନୂଆ ବିଜନେସ ପଡୁଛି ସେଟା ଆପଣ ଦେଖିପାରିବେ। ପ୍ଲସ୍ ଆପଣ ଯଦି ମୋର ପର୍ସନାଲ ହ୍ୱାଟ୍ସଆପ ନମ୍ବର ଅଛି 7978662274 ସେ ନମ୍ବର ଯଦି ଆପଣ ହ୍ୱାଟ୍ସଆପରେ ଯାଇକି ହାଇ ଲେଖି ଦଉଛନ୍ତି ତାହେଲେ ଆମର ଅଟୋମେଟିକ ଲିଙ୍କ ସବୁ ଯିବ। ସେ ଲିଙ୍କ ଯେ ଆପଣ କଲେ ମଧ୍ୟ ଆପଣଙ୍କୁ ଆମର ସବୁ ୟୁଟ୍ୟୁବ ଚ୍ୟାନେଲ ପଳେଇ ଆସିବ। ସେଟା ଆପଣ ବି ସବସ୍କ୍ରାଇବ କରିପାରିବେ। ସେଠି ବି ଆମର ସବୁ ଜିନିଷ ଦେଖିପାରିବେ। ଏବେ ଯେମିତି ସାର୍ କହୁଥିଲେ ଯେ ସମ୍ବଲପୁର ତାଙ୍କର ଯୋଉ 3 ବର୍ଷ ହେଲା ମୋର ମେସିନ୍ ଲଗେଇଲେଣି ହେଲେ ମୁଁ ତାଙ୍କେ ଆଜି ଆସିଛନ୍ତି ଆଉ ଗୋଟେ ମେସିନ୍ ନେବା ପାଇଁ। କାହିଁକି ତାଙ୍କେ ଯୋଉ ଫାଷ୍ଟ ଯୋଉ ଜୁସ୍ ମେସିନ୍ ଆମେ ନେଇଥିଲେ ତାଙ୍କେ ସେତିକି ସାଟିସ୍ଫାଇ ଅଛନ୍ତି। ମାର୍କେଟ ସେତିକି କ୍ୱାଲିଟି ଅଛି, ସେମାନଙ୍କୁ ରେସ୍ପନ୍ସ ସେତିକି ମିଳିଛି। ସେଥିପାଇଁ ତାଙ୍କ ସେକେଣ୍ଡ ଟାଇମ୍ ଆସିଛନ୍ତି ମେସିନ୍ ନେବା ପାଇଁ। ଆମର ପିସଫୁଲ କଣ ରଖା ହେଇଛି ଯେ ଯିଏ ବି ଆମର ଆପ ପାଖକୁ ଆସିବେ ତ ହିଁ ଆମେ ତାକୁ ଜିନିଷ ଦେବୁ। ଆମେ କାହାକୁ ପୁsh କରି କେବେ ଜିନିଷ ଦେବୁନୁ। ଆମର ଯେତିକି ବି କଷ୍ଟମର ସମସ୍ତେ କହିବେ ଯେ ଆମର କ୍ୱାଲିଟି କଣ, ଆମର ଟେଷ୍ଟ କଣ, ଆମର ବିହେଭିୟର କଣ, ଆମର ସର୍ଭିସ କୋଉ ଟାଇପର। ମସିନ୍ ଆମର 3 ବର୍ଷ ଲାଗିବ କି 5 ବର୍ଷ ଲାଗୁ କି 6 ବର୍ଷ ଲାଗୁ, ଯେତିକି ଆମର ଭିଡିଓ ଦେଖୁଥିବେ, ଯେତିକି ଆମର କଷ୍ଟମର ଦେଖୁଥିବେ, ଆପଣ ସମସ୍ତେ କହୁଥିବେ ଯେ କାର ମଧ୍ୟ ମସିନ୍ ୱାରେଣ୍ଟି ନାହିଁ। ସେତିକି ଆମର କ୍ୱାଲିଟି ଅଛି ମସିନରେ। ଯଦି ଆପଣ କୋଉ ମସିନ୍ ଶସ୍ତା ଦେଖି କିଣି ଦଉଛନ୍ତି, ଟିଭି ଫ୍ରିଜ ସେ ସବୁ ଲୋଭର ଦେଇ କିଣି ଦଉଛନ୍ତି, ତାହେଲେ ଆପଣ ସବୁବେଳେ ହଇରାଣ ହେବେ କଣ ନା ମସିନ୍ କ୍ୱାଲିଟି ଉପରେ। ଯଦି ମଧ୍ୟ ମସିନ୍ ବି ୱାରେଣ୍ଟି ଆସୁନି ତ ମଧ୍ୟ ଫ୍ଲେଭର ଉପରେ, ର ମେଟେରିଆଲ ଉପରେ। ଯଦି ବି ର ମେଟେରିଆଲ ଆପଣ ମିଳୁଛି ଟେଷ୍ଟ ଆପଣ କେବେ ମଧ୍ୟ ଜାଣିପାରିବେନି। ଯେହେତୁ ପ୍ରାୟ ଲୋକକୁ ଆର ଭାଗ ମାପ ହିଁ ଜଣା ନାହିଁ। ଫାଷ୍ଟ ଆମର ଯୋଉ ଭାଗ ମାପ ଶିଖିଛୁ, ଆମେ ଯୋଉ ମେଥଡ ଆମ କଷ୍ଟମର ଶିଖଉଛୁ, ସେ ମାର୍କେଟରେ 100ଟା ଯଦି ମଧ୍ୟ ମସିନ୍ ଲାଗିଥିବ ତ ମଧ୍ୟ ଆମ କଷ୍ଟମର ସେ ସକ୍ସେସ ହଉଛି କାହିଁକି ଆମ ପାଖରେ କ୍ୱାଲିଟି ଅଛି, ଟେଷ୍ଟ ଅଛି। ଆପଣ ଯଦି ମସିନ୍ ନେବା ଚାହୁଁଛନ୍ତି ଏ ଟାଇପର ମସିନ୍ ବି ନେଇପାରିବେ। ପାଉଚ୍ ମସିନ୍, ଏ ଟାଇପର ବଟଲିଂ ମସିନ୍ ନେଇପାରିବେ। ଆମର ଲିଚି ମସିନ୍, ଗ୍ଲୁକୋଜ ମସିନ୍, ସବୁ ଜିନିଷ ନେଇପାରିବେ। ଏସବୁ ଦେଖନ୍ତୁ ସବୁ ଯୋଉ ଫ୍ଲେଭର ଅଛି ପୁରା ଭର୍ତ୍ତି ଫ୍ଲେଭର ରଖାହେଇଛି। ଏସବୁ ରଖାହେଇଛି ଆମ କଷ୍ଟମର ପାଇଁ ଏକା। ବାହାର ଲୋକକୁ ଆମର କୌଣସି ଫ୍ଲେଭର ଦିଆହଉନି କାହିଁକି ନା ଆମର ଅଲରେଡି 1300-1400 ମସିନ୍ ଲାଗିଛି। ଏ ଯୋଉ ଭର୍ତ୍ତି କରି ଯୋଉ ଗୋଦାମ ଜିନିଷ ଆମେ ରଖିଛୁ ଏଇଟା ଆମ କଷ୍ଟମର ପାଇଁ। ଅନ୍ୟ ଭିଡିଓ ଦେଖୁଥିବେ ଆପଣ କଣ ସେ ଲାଇନ 10ଟା 20ଟା ବୋଟଲ ରଖିଦେଇଥିବେ, ତାଙ୍କୁ ମସିନ୍ ବିକୁଛୁ ନା ତାଙ୍କ ପାଖରେ ମସିନ୍ ଠିକ ଅଛି ନା ତାଙ୍କ ପାଖରେ ର ମେଟେରିଆଲ ଭର୍ତ୍ତି ଅଛି। ଦେଖନ୍ତୁ ପୁରା ଭର୍ତ୍ତି ଗୋଦାମ ପୁରା ଆମର ଜିନିଷ ରଖାହେଇଛି।
ଯେତେ ଯେତେ ମାଗେ ନେଇପାରିବେ ବଟ୍ ଆମର ମସିନ୍ ନେଇଥିବାର ଅଛି। ଯଦି ଆମର ମସିନ୍ ନେଇନାହାନ୍ତି ତାହେଲେ ଆମେ ଆପଣଙ୍କୁ ର ମେଟେରିଆଲ କିଛି ଦେବୁନୁ। ଆପଣ ଯୋଉଠୁ ଆଣିଥିବେ ସେଠୁ ହିଁ ଆପଣ ଆଣିବା ବାଧ୍ୟ ଅଛି। ଆମର ଆକ୍ୱାଗାର୍ଡ ଧରିକି ବାଲ୍ଟି ଧରି ସବୁ ଜିନିଷ ଆମ ପାଖରେ ଅଛି। ଦେଖନ୍ତୁ ପାଉଚ୍ ମସିନ୍ ଆମ ପାଖରେ ଅଛି। ଆମ ପାଖରେ ଏବେ ଯୋଉ ସାର୍ ନେବେ ମସିନ୍ ଟା କଣ ନେବେ ସେଥିରେ ତାଙ୍କର ବାହାରିବ ଏ ପ୍ରକାର ଲେମନ ବାହାରିବ, ଗ୍ଲୁକୋଜ ଲେମନ, ଏ ପ୍ରକାର ଅରେଞ୍ଜ ଗ୍ଲୁକୋଜ ବାହାରିବ, ମ୍ୟାଙ୍ଗୋ ଗ୍ଲୁକୋଜ ବାହାରିବ, 3 ପ୍ରକାର ଗ୍ଲୁକୋଜ ବାହାରିବ, 4 ପ୍ରକାର ଲସି ବାହାରିବ। ତାଙ୍କର କଣ ବାହାରିବ? ଭେନିଲା ଲସି, ସବ୍ଜା ଲସି, ବଟରସ୍କଚ ଲସି, ମ୍ୟାଙ୍ଗୋ ଲସି, 4 ପ୍ରକାର ଲସି ବାହାରିବ, 3 ପ୍ରକାର ଗ୍ଲୁକୋଜ ବାହାରିବ, ପ୍ଲସ୍ ବାହାରିବ କଣ? ଆଖୁ ରସ, ଲେମ୍ବୁ ସରବତ, ପଇଡ଼ ପାଣି, ଏସବୁ ଜିନିଷ ମଧ୍ୟ ତାଙ୍କ ମସିନରେ ବାହାରିବ। ଏ ଯୋଉ ଲସିର ଟେଷ୍ଟ ଏ ଟାଇପର ବନା ହେଇଛି, ମାର୍କେଟରେ ଯେତେ ପ୍ରକାର ବ୍ରାଣ୍ଡ ଲସି ଅଛନ୍ତି ସେମାନେ ଆମ ପାଖରେ ଟୋଟାଲି ଫେଲ। ସେମାନେ ବାହାରେ କଣ ସେଇ 25 ଟଙ୍କା ଏମଆରପି, ଆମର ବି 25 ଟଙ୍କା ଏମଆରପି, ତାଙ୍କର ବି 180 ml, ଆମର ବି 180 ml। ବଟ୍ ଆମର ଖର୍ଚ୍ଚ ହଉଛି 9 ଟଙ୍କା, 30 ପଇସା। 15 ଟଙ୍କା ଦୋକାନ ବାଲା ଦେବା, ସେ ଦୋକାନ ବାଲା 20 ବିକିବ, 25 ବିକିବ, ତା ଇଚ୍ଛା। ସେମାନେ 21 ଟଙ୍କା କିଣିକି 25 ଟଙ୍କା ବିକୁଛନ୍ତି। ଆମର ଏଇଟା ଯଦି ଆମେ 10 ଟଙ୍କା ତାଙ୍କୁ ଦବା, 15 ଟଙ୍କା ତାଙ୍କୁ ଦବା, ତ ବୋଧେ ତାଙ୍କେ 20 ବିକିବେ, 25 ବିକିବେ, ତାଙ୍କୁ ବହୁତ ପ୍ରଫିଟ୍ ଅଛି, ମାର୍ଜିନ ଭଲ ଅଛି, କ୍ୱାଲିଟି ଭଲ ଅଛି, କ୍ୱାଣ୍ଟିଟି ଭଲ ଅଛି, ତ ସେମାନେ ବିକିବେ ହିଁ ବିକିବେ। ଆମ ଯେତେ ଜାଗାରେ ମସିନ୍ ଲାଗିଲାନି, ଏଇ ଲସି ହଉ କି ଗ୍ଲୁକୋଜ ହଉ, ଗ୍ଲୁକୋଜ ବି ଏତେ ଟେଷ୍ଟ ବନାହେଇଛି, ଦୋକାନ ବାଲା ନିଜେ କହୁଛନ୍ତି ସାର୍ ଏ ଗ୍ଲୁକୋଜ ଆଗରେ ବ୍ରାଣ୍ଡ କମ୍ପାନୀ ଗ୍ଲୁକୋଜ କିଛି ନାହିଁ, ସେ ଟେଷ୍ଟ ଆମେ ଧରିକି ବସୁଛୁ। ବଟ୍ ଏସବୁ ମେଥଡ ଶିଖାଉଛି ଆମର ମସିନ୍ ବିଲ୍ ହେଲା ପରେ। ଆପଣ ଯଦି ଫୋନରେ ପଚାରେ ଯେ ମେଥଡଟା କହିଦିଅନ୍ତୁ କି ସେ କପ୍ ଫ୍ଲେଭରଟା କହିଦିଅନ୍ତୁ, କିଛି ଆପଣଙ୍କୁ କୁହାହବନି, କାହିଁକି ଆମର ସବୁ କିଛି ସିକ୍ରେଟ୍ ଅଛି। ଆମ କଷ୍ଟମର ପାଖରେ ଆମ ଜିନିଷ ରହିବ। ଏବେ ଯୋଉ ସାର୍ ନେଲେ 4 କପ୍ ନେଲେ, ଏ 4 କପ୍ ମସିନ୍ ଆମର ଆସୁଛି, 6 କପ୍ ବି ଆସୁଛି, ଡବଲ କପ୍ ବି ଆସୁଛି, ସିଙ୍ଗଲ କପ୍ ଆସୁଛି। ଯଦି ଆପଣ ସିଙ୍ଗଲ କପ୍ ମସିନ୍ ବି ନେଉଛନ୍ତି, ସବୁ ଛୋଟ ମସିନ୍ ଟା, ସେଥିରେ ଆମର କଣ ଦିଆଯାଉଛି? ଆଉ ପାଉଚ୍ ମସିନ୍ ଫ୍ରି ଦିଆଯାଉଛି। ଆ କାମ କଣ ରହୁଛି? ଏ ଯୋଉ କପ୍ ଯାକ ଭର୍ତ୍ତି କରିବା ପାଇଁ, କପ୍ ଏଥିରେ ଭର୍ତ୍ତି ହବ, ଏଥିରେ ସିଲ୍ ହବ, ଫିଲିଂ ପ୍ଲସ୍ ସିଲିଂ 2 ମସିନ୍ ଯିବ ଆପଣଙ୍କୁ 60,000। ପ୍ଲସ୍ କଣ ଯିବ? ଯେତିକି କପ୍ ଫଏଲ ଫ୍ଲେଭର ଯେତିକି ଜିନିଷ ଦେବି ଆପଣଙ୍କୁ ଫ୍ରିରେ, ସେତିକି ଆପଣ ବନେଇ ବିକିଲା ବେଳୁ ଆପଣଙ୍କର 51,000 ବେପାର ବି ହେଇଯିବ। ସେଥି ସହିତ ସିଙ୍ଗଲ କପ୍ ମସିନ୍ ହଉଛି 60,000, ତା ସହିତ ପାଉଚ୍ ମସିନ୍ ହଉଛି ଫ୍ରି ଯାଉଛି। ଯଦି ଆପଣ ଡବଲ କପ୍ 4 କପ୍ ସିସ୍କୋ ନେବେ, ତାର ପ୍ରଡକ୍ସନ ବି ଅଧିକ ବାହାରିବ, ତା ରେଟ୍ ବି ଟିକେ ଅଧିକ ରହିବ। ଯଦି ଆପଣ ବଟଲିଂ ମସିନ୍ ନେବେ, ବଟଲିଂ ମସିନ୍ ଡବଲ ନଜଲ ଅଛି, ଫୋନ୍ ନଜଲ ଅଛି, ଏ ଫୋନ୍ ନଜଲ କାମ କଣ? 4 କାନି 4ଟା ଆଇଟମ୍ ବାହାରିବ, 2 କାନି କେପିଂ ବାହାରିବ, ଗୋଟେ କାନି ଲିଚି ବାହାରିବ, ଗୋଟେ କାନି ପାଉଚ୍ ବାହାରିବ। ଏ ପାଉଚ୍ କଣ ବାହାରିବ ଦେଖନ୍ତୁ? ମ୍ୟାଙ୍ଗୋ ପାଉଚ୍ ବାହାରିବ, ଅରେଞ୍ଜ, ଲିଚି, ପାଇନାପଲ, ଷ୍ଟ୍ରବେରୀ, ଶିକଞ୍ଜି, ଗ୍ରେପ୍ସ, କାଲା ଖଟା, ଗୋଆ, ଷ୍ଟିଙ୍ଗ, ଜଲଜିରା, ମିକ୍ସ ଫ୍ରୁଟ, ଏପି, ଏସବୁ ପ୍ରକାର 5 ଟଙ୍କିଆ ପାଉଚ୍ ବାହାରିବ। ଏ ପ୍ରକାର 10 ଟଙ୍କିଆ ପାଉଚ୍ ବାହାରିବ, ପାଇନାପଲ, ଅରେଞ୍ଜ, ଗୋଆ, ଲିଚି, ମ୍ୟାଙ୍ଗୋ, ମିକ୍ସ ଫ୍ରୁଟ, ଏ ସବୁ ପ୍ରକାର 10 ଟଙ୍କିଆ ପାଉଚ୍ ବାହାରିବ। ଏସବୁ ବାହାରିବ ପାଉଚ୍। ପ୍ଲସ୍ ଲିଚି କଣ ବାହାରିବ? ଫଏଲ ଲିଚି, ଫଏଲ ଲିଚି ଯୋଉଟା କି ମାର୍କେଟରେ ଫୁଲ ଡିମାଣ୍ଡ ଅଛି, ଇଏ ମଧ୍ୟ ସେ ମସିନ୍ ହେଇପାରିବ। ପ୍ଲସ୍ କଣ ହେଇପାରିବ? କେପିଂ ବଟଲ, ଏ କେପିଂ ବଟଲ 10 ଟଙ୍କା ବାଲା ହଉ କି ଆମର ହାଫ୍ ଲିଟର ହଉ କି 2 ଲିଟର ହଉ କି ଲିଟର ହଉ, ସବୁ ପ୍ରକାର ତାର ବାହାରି ପାରିବ। ପ୍ଲସ୍ ତାର ପାଣି ବୋଟଲ ବାହାରି ପାରିବ, ସବୁ ଜିନିଷ ବାହାରି ପାରିବ। ମାର୍ଜିନ ବି ବଢିଆ ଅଛି। ଯଦି ଦରକାର ଅଛି ଡିସପ୍ଲେ ନମ୍ବର ଦିଆହେଇଛି, କଲ୍ କରି ଆସିପାରିବେ।